ବ୍ରହ୍ମପୁର ସହରର ଯୋଉ ମ୍ୟୁନିସିପାଲିଟି ସେଥିରେ ଯଦି ଦୁର୍ନୀତି କଥା ଆଲୋଚନା କରାହବ, ଗୋଟେ ମୁଖ୍ୟ ଦୁର୍ନୀତି ହଉଛି ସହରର ସଫେଇ। ଆପଣ ଏ ସଫେଇ କର୍ମଚାରୀ ନିଯୁକ୍ତି, ସଫେଇ କର୍ମଚାରୀ ଯୋଉ ସଫା କରିବା କାର୍ଯ୍ୟରେ ଗୋଟେ ବ୍ୟାପକ ହରିଲୁଟ ଦୀର୍ଘ ଦିନ ଧରି ଚାଲିଛି। ଯୋଉ ୱାର୍ଡ ଜାଗାରେ ଧରି ନିଅନ୍ତୁ 40 ଜଣ ସଫେଇ କର୍ମଚାରୀ ନିଯୁକ୍ତି ଦିଆଯାଉଛି, ସେଠି ପାଖାପାଖି 25-30 ଜଣ ସଫେଇ କର୍ମଚାରୀ ନିଯୁକ୍ତି କରନ୍ତି। ଆଉ ଯୋଉ 10-15 ଜଣ ସେମାନଙ୍କର ଯୋଉ ମୂଲ, ସେମାନଙ୍କର ଯୋଉ ଦରମା ତାକୁ ଭୂତ ଖାଇଦିଏ। ଯୋଉ ଭାଷାରେ କହିଲେ ଆପଣ ଅତୃପ୍ତି ହବନି। ତେଣୁ ସଫେଇ ନାଁରେ ବ୍ରହ୍ମପୁର ସହରରେ ଯୋଉ ମହା ଘୋଟାଲା, ଆର ତଦନ୍ତ ହେବା ଆବଶ୍ୟକ। ଏବଂ ସବୁଠୁ ଦୁର୍ଭାଗ୍ୟ କଥା ହଉଛି ଇଏ ଏକ ରାକେଟ। ଆକୁ ଏକ ବିଧିବଦ୍ଧ ଭାବରେ ଗୋଟେ ଟପ୍ ଟୁ ବଟନ ପର୍ଯ୍ୟନ୍ତ ଆକୁ ଚାଲିଛି ଏବଂ ଦୀର୍ଘ ଦିନ ଧରି ଏ କଥା ମଧ୍ୟ ସମସ୍ତେ ଜାଣନ୍ତି। ତେଣୁ ଏ ଯୋଉ ସଫେଇ କର୍ମଚାରୀ ଦୁର୍ନୀତିର ଗୋଟେ ନିରପେକ୍ଷ ତଦନ୍ତ ହୋଇ ଯୋଉମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଦାବି କରୁଛୁ। ଦେଖନ୍ତୁ, ବ୍ରହ୍ମପୁର ପୌର ସଂସ୍ଥାର ଅଧିକାରୀ ବିନା ନୋଟିସରେ, ବିନା ଜାଣତରେ ଦୁର୍ନୀତି ହେଇପାରିବନି। ସମ୍ପୃକ୍ତ ଯୋଉ ପ୍ରାଇଭେଟ କମ୍ପାନୀ ନେଇଛନ୍ତି ସେମାନେ ସେବା କରିବାକୁ ଆଇନାହାନ୍ତି, ସେମାନେ ନିଜର ଲାଭ ପାଇଁ ଆଇଛନ୍ତି। ତାଙ୍କୁ ଜଗିବା ପାଇଁ ବ୍ରହ୍ମପୁର ମ୍ୟୁନିସିପାଲିଟିର କର୍ତ୍ତୃପକ୍ଷ ଅଛନ୍ତି। ତେଣୁ ଉଭୟ ପ୍ରାଇଭେଟ ସଂସ୍ଥା ଏବଂ ବ୍ରହ୍ମପୁର ଅଥରିଟି, ମ୍ୟୁନିସିପାଲିଟି ଅଥରିଟି, ଏମାନଙ୍କ ମିଳିଭଗତରେ ଗୋଟେ ବ୍ୟାପକ ହରିଲୁଟ ଚାଲିଛି ସଫେଇ କର୍ମଚାରୀ ନାଁରେ। ଏ ଯୋଉ ସଫେଇ ନାଁରେ ବ୍ୟାପକ ଦୁର୍ନୀତି, ଆର ବିରୁଦ୍ଧରେ ଶୀଘ୍ର ତଦନ୍ତ କରିବେ ବୋଲି ଆମେ ସରକାରଙ୍କ ନିକଟରେ ଅନୁରୋଧ କରୁଛୁ।